ଦେଖନ୍ତୁ ମୁଁ ମଜା କରୁନି। ସେଣ୍ଟରରେ ଗେରୁଆ ରଙ୍ଗ ଦରକାର। ଯେଉଁ ଆତଙ୍କବାଦୀ ସମସ୍ୟା ହେଉଛି, ଟ୍ରମ୍ପ କଥା ହେଉଛି, ଯାହା ବି ହେଉଛି, ସେଣ୍ଟର ତା ପାଇଁ ପ୍ରଯୁଜ୍ୟ। ଆଉ ସେଠି ଏ ଗେରୁଆ ରଙ୍ଗଟି ଦରକାର। ବାପା ଜେଜେମା ଥିବେ, ଯିଏ ବି ଦେଖୁଛନ୍ତି, କେହି ତ କାହାର ତ ଜଣେ ଥିବେ ନା। ଏମାନଙ୍କର ବାର୍ଦ୍ଧକ୍ୟଭତ୍ତା ପାଇଁ ଏମାନେ କେତେ ହଇରାଣ ହେଇଥିବେ ଆଜ୍ଞା। ମୋ ଆଖି ସାମ୍ନାରେ ଲୋକ ଯାଉଛନ୍ତି, ମୁଁ ଦେଖୁଛି। ଯୁଦ୍ଧ ବେଳକୁ ଯଦି ଯୁଦ୍ଧ ଲମ୍ବା ସମୟ ପର୍ଯ୍ୟନ୍ତ ଟଣା ହେଇଗଲା ନା, ତାହେଲେ ଦେଶର ଯେଉଁ ଉନ୍ନତିର ପ୍ରଗତିର ଯେଉଁ ସ୍ପିଡ଼ଟା, ଗତିଟା ଡାଉନ୍ ହେଇଯାଏ। ଠିକ୍ ଏ 2 ବର୍ଷ ଭିତରେ ଆମର ସେଇଆ ହେଇଛି। ଯୁଦ୍ଧ ହେଇନାହିଁ, କିନ୍ତୁ ଆମ ଭିତରେ ଯେଉଁ ଭୁଲ ବୁଝାମଣା ଯୋଗୁଁ ଥାର୍ଡ଼ ପାର୍ଟି ଫାଇଦା ମାନିନେଲେ। ଆମର ଯେଉଁ ଉନ୍ନତିଟା ଯେତିକି ସ୍ପିଡ଼ରେ ହେବାର ଥିଲା, ସେ ଉନ୍ନତିଟା ଆଉ କିଏ ଫାଇଦା ଉଠାଉଛି। ସେ ଉନ୍ନତି ହେଉନି, ଆମ ରାଜ୍ୟର ଉନ୍ନତି ହେଉନି, କିମ୍ବା ଭତ୍ତା ପଇସା ମିଳୁନି। ସାଙ୍ଗମାନେ, ମାତାମାନେ, ପ୍ରଭୁଜୀମାନେ, ଏ ଡବଲ ଇଞ୍ଜିନର ଦେଇଥିବା ଘାକୁ ଜମା ଭୁଲନି, ଜମା ଭୁଲିବନି। ଆରେ କ'ଣରେ ନାକେ ଦମ କରିଦେଲେ ଏମାନେ। 5 ବର୍ଷର ଶାସନ, 2 ବର୍ଷ ଗଲାଣି, ଆଉ 3 ବର୍ଷ ଅଛି। 3 ବର୍ଷ କେତେ କି? ଚୁଟକି ମାରୁ ମାରୁ ଚାଲିଯିବ, ଚୁଟକି ମାରୁ ମାରୁ ଚାଲିଯିବ, ଚୁଟକି ମାରୁ ମାରୁ ଚାଲିଯିବ। ଯେମିତି ଆମର ଜୀବନ ଆଜ୍ଞା, ଚୁଟକି ମାରୁ ମାରୁ ପଡ଼ୁଛି। ଯେମିତି କରୋନା ଆଜ୍ଞା, କରୋନା କେବେ ଆସିଥିଲା, କେବେ ଗଲା, ଗୋଟେ ଚୁଟକିରେ ପଳେଇଲା। ସେଇଭଳିଆ ଇଏ 3 ବର୍ଷ ବି କେତେବେଳେ ପଳେଇବ ଜଣା ପଡ଼ିବନି। ଆପଣମାନେ ସବୁ ରେଡ଼ି ତ? ମୋର କଳିଙ୍ଗର ମାତା, ଭ୍ରାତା, ଭାଇ ଭଉଣୀ, ଯେତିକି ମା ମାନେ, ପ୍ରଭୁଜୀ ମାନେ, ସାଙ୍ଗମାନେ, 2029 ଅପରେସନ୍ 2029 ପାଇଁ ରେଡ଼ି ତ? ଟିକିଏ ଭୁଲ ହେଇଯାଇଥିଲା ବା, ଭୁଲ ବାହାରିଲେ ଟିକେ ଇଆଡ଼ୁ ସିଆଡ଼ୁ ହେଇଗଲା। ଏବେ କମର କଷିଦେବା, ଅଣ୍ଟା ବାନ୍ଧି ପକାନ୍ତୁ, ଭିଡ଼ି ଦିଅନ୍ତୁ ଅଣ୍ଟା। ଶଙ୍ଖ ଦରକାର ତ, ଆଉ କ'ଣ? ଶଙ୍ଖ, ଶଙ୍ଖ, ସେଇ ଗ୍ରୀନ୍ ଗ୍ରୀନ୍ BJD। ନବୀନ ବାବୁ, ନବୀନ ଆଜ୍ଞା, ଟିକିଏ ଭୁଲ ପାଇଁ, ଆରେ ଆମ ଘର କଥା ନା, ଭୁଲ ହଉ ଠିକ୍ ହଉ, ଆମେ ଶାଗ ପଖାଳରେ ସନ୍ତୁଷ୍ଟ, କିଛି ଟେନସନ୍ ନାହିଁ। ଭୁଲ ହେଲେ ବି ଆମେ ସମ୍ଭାଳିଦେବୁ, କାହିଁକିନା ଏଇଟା ଆମ ଘର କଥା। ବାହାର ଲୋକ ଆସିକି ଗେରୁଆ ରଙ୍ଗଟା ମାରିଦେଲା ମାନେ ଠିକ୍ ହେଉନି। ଗେରୁଆ ରଙ୍ଗ ଠିକ୍ ହେଉନି ସେଣ୍ଟରରେ। ଦେଖନ୍ତୁ ମୁଁ ମଜା କରୁନି। ସେଣ୍ଟରରେ ଗେରୁଆ ରଙ୍ଗ ଦରକାର। ଯେଉଁ ଆତଙ୍କବାଦୀ ସମସ୍ୟା ହେଉଛି, ଟ୍ରମ୍ପ କଥା ହେଉଛି, ଯାହା ବି ହେଉଛି, ସେଣ୍ଟର ତା ପାଇଁ ପ୍ରଯୁଜ୍ୟ। ଆଉ ସେଠି ଏ ଗେରୁଆ ରଙ୍ଗଟି ଦରକାର। କିନ୍ତୁ ଆମ ଘରେ ଗେରୁଆ ରଙ୍ଗଟି ନୁହଁ, ଆମ ଘରର କାନ୍ଥରେ ଗ୍ରୀନ୍ଟା ଠିକ୍ ଦେଖାଯାଉଛି। ଆଉ ପୁରା ସହରର, ମାନେ ଭାରତବର୍ଷର କାନ୍ଥରେ ଗେରୁଆ ରଙ୍ଗଟି ଭଲ ଲାଗୁଛି। ଆମ ଘରେ ଗ୍ରୀନ୍ଟା ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି, ଭଲ ଲାଗୁଛି। ଭିତରେ ଗେରୁଆ ରଙ୍ଗଟା ନା। ହେଲେ ପଥ ପଚାରି ପିତା ଘର ଯିବ, ଆଉ ଶ୍ୱଶୁର ଘର ମୁହଁ ନ କରିବ ନା, ହେବ ନାହିଁ। ଆପଣ ଦେଖନ୍ତୁ, ଆପଣଙ୍କ ଘରେ ବି ଦାଦା ଦାଦି ଥିବେ, ଜେଜେବାପା ଜେଜେମା ଥିବେ, ଯିଏ ବି ଦେଖୁଛନ୍ତି, କେହି ତ କାହାର ତ ଜଣେ ଥିବେ ନା। ଏମାନଙ୍କର ବାର୍ଦ୍ଧକ୍ୟଭତ୍ତା ପାଇଁ ଏମାନେ କେତେ ହଇରାଣ ହେଇଥିବେ ଆଜ୍ଞା। ମୋ ଆଖି ସାମ୍ନାରେ ଲୋକ ଯାଉଛନ୍ତି, ମୁଁ ଦେଖୁଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ତୁମେ 3,500 କହିଥିଲ, କେତେ? 3,500, 1000 ନୁହଁ, 2,000 ନୁହଁ, 3,000 ନୁହଁ, 500 ଟଙ୍କା ମିଶେଇକି 3,500। ଆରେ ଆକାଶ କଇଁଆ ଚିଲିକା ମାଛ ନା 3,500 ମିଳିଲା ନା 1,000 ଟଙ୍କାର ଦର୍ଶନ ମିଳୁନାହିଁ। ଯେଉଁଟା ଆମକୁ ନବୀନ ବାବୁ ଦେଇ ପକାଉଥିଲେ, ବିଜେଡ଼ି ସରକାର ଦେଇ ପକାଉଥିଲା, ଏବେ ସେ 1,000 ଟଙ୍କା ବି ଆମକୁ ମିଳୁନାହିଁ ନା। କ'ଣ କୁହାଯାଇପାରିବ? ଉନ୍ନତି ନାଁରେ କ'ଣ କ'ଣ ହେଇଛି? ଯାହା ବିଜେଡ଼ି କରିଥିଲା ସେଇଗୁଡ଼ାକୁ ଟିକେ 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 ଉଠାଉଛି, ଆଉ କିଛି ହେଇନି। ମୁଁ କେଉଁ ପାର୍ଟିର ନାଁ ନେବି ନାହିଁ, ଅପୋଜିସନ୍ ପାର୍ଟିର। ଆମେ ଆମ କଥା କହିବା କ'ଣ ହେଇଛି। ଯେମିତି ଆଜ୍ଞା ଯୁଦ୍ଧ ବେଳକୁ ଯଦି ଯୁଦ୍ଧ ଲମ୍ବା ସମୟ ପର୍ଯ୍ୟନ୍ତ ଟଣା ହେଇଗଲା ନା, ତାହେଲେ ଦେଶର ଯେଉଁ ଉନ୍ନତିର ପ୍ରଗତିର ଯେଉଁ ସ୍ପିଡ଼ଟା, ଗତିଟା ଡାଉନ୍ ହେଇଯାଏ। ଠିକ୍ ଏ 2 ବର୍ଷ ଭିତରେ ଆମର ସେଇଆ ହେଇଛି। ଯୁଦ୍ଧ ହେଇନାହିଁ, କିନ୍ତୁ ଆମ ଭିତରେ ଯେଉଁ ଭୁଲ ବୁଝାମଣା ଯୋଗୁଁ ଥାର୍ଡ଼ ପାର୍ଟି ଫାଇଦା ମାନିନେଲେ। ଆମର ଯେଉଁ ଉନ୍ନତିଟା ଯେତିକି ସ୍ପିଡ଼ରେ ହେବାର ଥିଲା, ସେ ଉନ୍ନତିଟା ଆଉ କିଏ ଫାଇଦା ଉଠାଉଛି। ସେସବୁ ଜିନିଷ ଆଜ୍ଞା ଗରବା ଖେଳିବାରେ ପଳାଉଛି, ଗୁଜୁରାଟ ପଳାଉଛି। ସେ ଗାଡ଼ି ଆସିକି ଗୁଜୁରାଟର ଖଣି ଗାଡ଼ି, ଜଳ ସମ୍ପଦ ଗାଡ଼ି, ମାଙ୍ଗାନିଜ ବକ୍ସାଇଟ୍ ସବୁ ଉଠେଇ ଉଠେଇ ନେଉଛନ୍ତି। ଆରେ ଓଡ଼ିଶାର ଉନ୍ନତି କାହିଁ? ଓଡ଼ିଶାର ଉନ୍ନତି କାହିଁ? ଆମର ଓଡ଼ିଶାର ଉନ୍ନତି ଦରକାର। ଆମର ଫାଷ୍ଟ ଉନ୍ନତି ହେଉ, ନିଜର ପେଟ ପୁରୁ, ତାପରେ ଆମେ ଅନ୍ୟକୁ ଦେଖିବୁ। ଆମର ଉନ୍ନତି ହେଲେ ଆମେ ଭାରତ କଥା ଚିନ୍ତା କରିବୁ, ତାପରେ ବିଶ୍ୱ କଥା ହେବ। ବିଶ୍ୱ କଥା ତ ବହୁତ ବଡ଼, ଯେଉଁ ଯୁଦ୍ଧ ଲାଗିଛି କହିବା ବି ଭୁଲ।
ଇଏ କଳିଯୁଗ, ଯୁଦ୍ଧ ଲାଗିବ। କିନ୍ତୁ ଆଗେ ଆମର 4.5 କୋଟି ଓଡ଼ିଆ, ଇଏ ଶଙ୍ଖ କ୍ଷେତ୍ର ଓଡ଼ିଶା, ଇଏ ଗ୍ରୀନ୍ ଗ୍ରୀନ୍ ରହୁ। ଏଠି ଗେରୁଆ ମାଟିଆ ହଳଦିଆ ଗୋଟେ ଅଜବ ଲାଗୁଛି। ଗ୍ରୀନ୍ଟା ହିଁ ଭଲ ଦେଖାଯାଉଛି। କାହିଁକି ନା ଆପଣ ଦେଖନ୍ତୁ ପୁରା ଭାରତ ବର୍ଷରେ ମଧ୍ୟ ଯଦି କେଉଁ ରାଜ୍ୟ ଅଛି ଯେଉଁଥିରେ ସବୁଠୁ ଅଧିକ ଜଙ୍ଗଲ ସମ୍ପଦ ଅଛି, ସିଏ ହେଉଛି ଆମ ଓଡ଼ିଶା। ତେଣୁକରି ଗ୍ରୀନ୍ଟା ଭଲ ଦେଖାଯାଉଛି। ଶଙ୍ଖଟା ବାଜୁଛି, ଶୁଭାରମ୍ଭ ହେଉଛି। ଫୁଲ ଶୁଙ୍ଗି ଶୁଙ୍ଗି କ'ଣ କରାଯାଇପାରିବ? ଆମର ସେଇ ଜିନିଷଟା ପ୍ରୋବ୍ଲେମ୍ ହେଇଛି ଆଜ୍ଞା। ଯେଉଁ ଯୁଦ୍ଧ ସମୟରେ ଯାହା ଯେମିତି ଡାଉନ୍ ଗ୍ରେଡ୍ ହେଇଯାଏ, ସେଗୁଡ଼ା ଡାଉନ୍ ଗ୍ରେଡ୍ ହେଇଯାଉଛି। କମ୍ ସେ ଭତ୍ତା ପଇସା ତ ମିଳିଯାଉ ଲୋକଙ୍କୁ, 1000ଟା ବି ଟଙ୍କା ବି ମିଳୁନାହିଁ। କ'ଣ ଅସୁବିଧା କଲ, କ'ଣ ଠିକ୍ କଲ, କେହି ଧ୍ୟାନ ବି ଆଉ ଦେଉନାହାନ୍ତି। କେହି ଧ୍ୟାନ ଦେଉନାହାନ୍ତି। ଦୁଃଖର ବିଷୟ। ଆହୁରି କେତେ କେତେ ଜିନିଷ ଭିତରେ ଚାଲିଛି, ଏଇଟା ଏବେ ଜଣାପଡ଼ୁନି, ପରେ ଜଣାପଡ଼ିବ କ'ଣ ଅସୁବିଧା ହେଉଛି କ'ଣ ନାହିଁ। ଆମ ଓଡ଼ିଶାରୁ ଯେଉଁ ଜିନିଷ ସବୁ ନେଇ ନିଆ ହେଉଛି, କ'ଣ କରୁଛନ୍ତି, କେତେ ମାତ୍ରାରେ ନେଇ ନିଆ ହେଇଛି, ସେଟା ତ ଚେକ୍ କଲା ପରେ, କିମ୍ବା ଆମର ଏ ସରକାର ପୁଣି ଆଉଥରେ ଆସିଲା ପରେ, ଘରୋଇ ସରକାର ଆମର ପୁଣି ଆସିଲା ପରେ ଜଣାପଡ଼ିବ, ନହେଲେ ଜଣାପଡ଼ିବାର ଚାନ୍ସ ନାହିଁ ଭିତରେ କେତେ କ'ଣ ହେଇଛି ଜିନିଷ। ଆମେ ବି ଚାହୁଁଛୁ ଭାରତର ଉନ୍ନତି, କିନ୍ତୁ ଓଡ଼ିଶାର ଅବନତି କରିକି ଭାରତର ଉନ୍ନତି ଆମେ ଚାହୁଁନୁ। ନିଜ ଘରର ଅସୁବିଧା କରିକି, ନିଜ ଘର ଭାଙ୍ଗିକି ଆମେ ସହର ବନାଇବା ପାଇଁ ଚାହୁଁନୁ। ଆଗେ ନିଜ ଘର ରହୁ, ନିଜର ପରିବାର ବର୍ଗ ରହନ୍ତୁ, ଇଏ ବି ଠିକ୍ କଥା, କିନ୍ତୁ ବୁଝିବାକୁ ନାରାଜ। ଯିଏ ବର୍ତ୍ତମାନ ଶାସନରେ ଅଛି, ଯେଉଁ ସରକାର କେନ୍ଦ୍ରର, ସେ ଜଗନ୍ନାଥଙ୍କୁ କ'ଣ ଚିହ୍ନିଛନ୍ତି କି? ଯେହେତୁ ସେ ଜଗନ୍ନାଥକୁ ଚିହ୍ନି ନାହାନ୍ତି, ତେଣୁକରି 4.5 କୋଟି ଓଡ଼ିଆ ଆଉ ତାଙ୍କର ଯେଉଁ ମାନସିକ ଅବସ୍ଥା, ତାଙ୍କ ହୃଦୟକୁ ସେ ଚିହ୍ନି ପାରିବେନି ନା ଜାଣି ପାରିବେନି। ହେଇପାରିବନି, ଅସମ୍ଭବ ଜିନିଷ। କେମିତି ହେବ? ହେବ ନାହିଁ। ତା ପାଇଁ ଘର ଲୋକଙ୍କୁ ହିଁ ଆସିବାକୁ ପଡ଼ିବ। ତେଣୁକରି 2029, वी आर वेटिंग फॉर 2029 ऑपरेशन 2029। ଥରେ ହେଇଥିଲା ସେ 2000 ମାନେ ସ୍ଥଗିତ ବର୍ତ୍ତମାନ ହେଇଛି ଅପରେସନ୍ ସିନ୍ଦୁର। ଆମର ବର୍ତ୍ତମାନ ଆରମ୍ଭ ହେଇନାହିଁ 2000 ଅପରେସନ୍ 2029 ଆରମ୍ଭ ହେବ। ଆମେ ଜିତିକି ଦେଖେଇବୁ। ଜିତିବାକୁ ପଡ଼ିବ ଆଜ୍ଞା, ଜିତିବାକୁ ପଡ଼ିବ। ଏଠି ହାରିବାର ପ୍ରଶ୍ନ ନାହିଁ, ହାରିବାର ଚିନ୍ତା କରନ୍ତୁ ନାହିଁ। ଯଦି ଆମେ ହାରିବାର ଚିନ୍ତା କଲେ ତାହେଲେ ସବୁ ସରିଯିବ ଆଜ୍ଞା। 5 ବର୍ଷରେ ଦେଖନ୍ତୁ, 2 ବର୍ଷରେ ଏତିକି ଜିନିଷ ହେଇଗଲାଣି, ଆହୁରି 3 ବର୍ଷ ବାକି ଅଛି। କ'ଣ ହେଇଯିବ କ'ଣ ନାହିଁ ଆମେ ଛାଡ଼ିପାରିବାନି। ଓଡ଼ିଶା ମାଟିକୁ କେତେ ରାଜା ଆସିକି ଶାସନ କରି ଯାଇଛନ୍ତି। ଏ ଗଣତନ୍ତ୍ର ଶାସନରେ ମଧ୍ୟ ଆମେ କ'ଣ ଅନ୍ୟ ହାତକୁ ଟେକିଦେବା ଆମ ଓଡ଼ିଶା ମାଟିକୁ, ଆମ ଓଡ଼ିଶା ମାଆକୁ? ନା 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 ନା। କଳିଙ୍ଗର ପୁତ୍ର ହେଇ, କଳିଙ୍ଗର ସନ୍ତାନ ହେଇ ଆମେ ଆମ ଓଡ଼ିଶାକୁ ଚିହ୍ନିବା ଦରକାର। ଓଡ଼ିଶାର ସମ୍ପଦ ହେଉଛି ଜଙ୍ଗଲ ସମ୍ପଦ, ଓଡ଼ିଶାର ସମ୍ପଦ ହେଉଛି ଖଣିଜ ସମ୍ପଦ। ସେ ସବୁକୁ ଯଦି ବାହାରକୁ ନେଇ ନିଆ ହେଉଛି, ଆଉ ଜଳ ସମ୍ପଦକୁ ମିଶାଇକି ମହାନଦୀ, ବୈତରଣୀ ଆଉ ବ୍ରାହ୍ମଣୀ, ଆର ପାଣିକୁ ବି ଯଦି ଶୁଖେଇବାର ବ୍ୟବସ୍ଥା କରାଗଲାଣି, ତାହେଲେ କ'ଣ କରାଯାଇପାରେ? ତା ଉପରେ ପୁଣି ଗୋକୁଳ ବନ ବିଦ୍ୟାଳୟ କ'ଣ କରିବେ କହିଲେଣି? ଆରେ ସେସବୁ ଯାହା କରୁଛ କର, ଭତ୍ତା ପଇସା ଦିଅ, ମାନେ ଅବଜେକ୍ସନ୍ ଯେମିତି ନ ଆସୁ। ଅବଜେକ୍ସନ୍ ଆସୁଛି କେମିତି ଆପଣଙ୍କର? ଆମର ଅବଜେକ୍ସନ୍ ଆସୁଛି ମାନେ ଆପଣ ପୂର୍ବରୁ ତૈୟାରୀ କରିକି ରହିବା ଦରକାର। ହଁ, ଲେଟ୍ ହେଇଗଲା ମାନି ହେଉଛି, ଠିକ୍ ଅଛି। 10-15 ଦିନ, ମ୍ୟାକ୍ସିମମ୍ ମାସେ ଲେଟ୍ ହେଇପାରେ। 3 ମାସ 4 ମାସ ଉପରେ ଲେଟ୍ ହେଲାଣି ସବୁ ଜିନିଷରେ। କ'ଣ ଆଉ ଉନ୍ନତି କ'ଣ ହେଇଛି କ'ଣ ନାହିଁ କିଛି ଦେଖାନ୍ତୁ ଆପଣ। କାଗଜପତ୍ରରେ ଦେଖାନ୍ତୁ, ଅନ୍ ଫିଲ୍ଡ ଯାଇକି ଦେଖାନ୍ତୁ। କାହିଁ ଜଣାପଡ଼ୁନି ଆପଣଙ୍କର ଶାସନରେ ଯେଉଁମାନେ ଅଛନ୍ତି, କେଉଁ ନେତା ମନ୍ତ୍ରୀ କିମ୍ବା କେଉଁ ଷ୍ଟାଫ୍ ଯାଇକି ବୁଲିକି ତଦାରଖ କରୁଛନ୍ତି ଯେ କେଉଁଠି କେଉଁ କାମ ହେଲା କ'ଣ ନ ହେଲା? କାହିଁକି ଜଣାପଡ଼ୁନି? ଯେଉଁଟା ଆମର ବିଜେଡ଼ି ଟାଇମ୍ରେ ହୁଏ, କିଛି ହେଉନି। ଏ ଠିକ୍ ନୁହଁ। ଜଗା ସବୁ ଦେଖୁଛି, ଉପର ବାଲା ସବୁ ଦେଖୁଛି, ଚକା ଆଖି ସବୁ ଦେଖୁଛି। କେତେ ନେଇକି ଯିବେ ଆଜ୍ଞା, ସବୁ ଏଇଠି ଛାଡ଼ିକି ଯିବେ। କେବଳ ଧର୍ମ କର୍ମ ଆଉ ଯାହା ଭକ୍ତି କରିଥିବେ ସେଇଆ ମିଳିଯିବ। ଆଉ ଲୁଟିବା ଚକ୍କରରେ ରହିଲେ ଜଗା ସବୁ ଲୁଟି ନିଏ ଆଜ୍ଞା, କିଛି ରଖେନି। ଜଗା ପା କହୁଛି, କାଳ ରୂପରେ ଆସିକି ମୁଁ ତୋର ସବୁ କିଛି ଲୁଟି ନିଏ। ଭଲରେ ଦେଇଦେ, ଜବରଦସ୍ତି ନେଲା ବେଳକୁ ତୋତେ କଷ୍ଟ ହେବ, ବହୁତ କଷ୍ଟ ହେବ। ଭୁଲିବେନି ଆଜ୍ଞା। ଅପରେସନ୍ 2029। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।